ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ଘରର ଦକ୍ଷିଣ ପାଖରେ ତୁଳସୀ ଗଛ ରୋପଣ କରନ୍ତୁ ନାହିଁ। ଏହି ଦିଗରେ ରୋପଣ କଲେ ଯମ ଯାତନା ଭୋଗିବାକୁ ପଡ଼େ ଓ ତା ସହିତ ତୁଳସୀ ମୂଳେ ସନ୍ଧ୍ୟା ପରେ ପାଣି କେବେ ବି ଦେବେ ନାହିଁ। ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଯେ ଯେଉଁ ବ୍ୟକ୍ତି କ୍ଷୀରରେ ଶଙ୍ଖ ପୂରଣ କରି ଭଗବାନଙ୍କୁ ସ୍ନାନ କରାଏ ସେ ପ୍ରତ୍ୟେକ କ୍ଷୀର ବୁନ୍ଦା ପାଇଁ 100 ଅଶ୍ୱମେଧ ଯଜ୍ଞ କରିବାର ପୁଣ୍ୟ ପାଇଥାଏ। ଘରେ ମୟୂର ପର ରଖିବା ଦ୍ୱାରା ଧନ ବୃଦ୍ଧି ହୁଏ, କାରଣ ଏହା ଭଗବାନ କୃଷ୍ଣଙ୍କ ସହ ଜଡ଼ିତ ଥିବାରୁ ଯିଏ ଦିବ୍ୟ ପ୍ରେମର ପ୍ରତିନିଧିତ୍ୱ କରନ୍ତି। ଏହାକୁ ପୂଜା ସ୍ଥାନରେ କିମ୍ବା ନିରାପଦ ସ୍ଥାନରେ ରଖିବା ଦ୍ୱାରା ଘରେ ଆର୍ଥିକ ଲାଭ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଏକାଦଶୀ ଏବଂ ଦ୍ୱାଦଶୀ ଦିନ ଶଙ୍ଖରେ ପାଣି, କ୍ଷୀର, ଦହି, ମହୁ ଏବଂ ଚିନି ଭର୍ତ୍ତି କରି ଭଗବାନଙ୍କୁ ସ୍ନାନ କରାନ୍ତି ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଓ ଦୁର୍ଭାଗ୍ୟ ନଷ୍ଟ ହୁଏ। ତେଣୁ ଏହି କାର୍ଯ୍ୟ ଆପଣଙ୍କ ଘରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏମିତି କରାଇ ସ୍ନାନ କରି ଦେଖନ୍ତୁ। ମାର୍ଗଶିର ମାସର ପ୍ରଥମ ଦିନ ମହୁ ଚିନି ସହିତ ଶଙ୍ଖକୁ ସ୍ନାନ କରାନ୍ତୁ ଏବଂ ଯିଏ ଏହା କରେ ସେ ରାଜା ଭାବରେ ପୁନର୍ଜନ୍ମ ନେଇଥାଏ। ଦହି ଅପେକ୍ଷା କ୍ଷୀରରେ ସ୍ନାନ କଲେ 10 ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଦହି ଅପେକ୍ଷା ଘିଅରୁ 10 ଗୁଣ ଅଧିକ ପୁଣ୍ୟ ମିଳେ ଏବଂ ଘିଅ ଅପେକ୍ଷା ମହୁରୁ ଅଧିକ ପୁଣ୍ୟ ମିଳିଥାଏ। ତେଣୁ ଯେତେବେଳେ ଗାଧେଇଲା ବେଳେ ଏହି ଜିନିଷ ବ୍ୟବହାର କରୁଛନ୍ତି ଆପଣଙ୍କର ପୁଣ୍ୟ ବହୁତ ଉପରେ ରହିବ। ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ତକିଆ ତଳେ ଯଦି ଆପଣ ଶୋଇବା ପରେ ରଖିଦିଅନ୍ତି, ଶୋଇବା ପରେ ପରଦିନ ଏହାକୁ ନ ଜଣାଇ କାହାକୁ ଶ୍ମଶାନରେ ଯଦି ପକାଇଦେବେ, ଏହା କରିବା ଦ୍ୱାରା ପୋତିବା ଦ୍ୱାରା ସମସ୍ୟା ଯାହା ବି ଘରେ ଯେଉଁ ଅସୁବିଧା ହୋଇଥାଏ ତାହା ସବୁ ଦୂର ହୁଏ, ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ପାଏ। ଈଶାନ କୋଣରେ ଆମ୍ବ ଗଛ ରହିବା ଭଲ। ଘର ପାଖରେ ଅଶୋକ, ଚମ୍ପା, କେତକୀ, ନଡ଼ିଆ ଗଛ ଏସବୁ ଗଛ ରହିଲେ ଶୁଭଦାୟକ ହୋଇଥାଏ। ଏହା ଯେଉଁ ଦିଗରେ ରହିଲେ ମଧ୍ୟ କିଛି ବି ଅସୁବିଧା ନଥାଏ। ଦୟାକରି ଭିଡ଼ିଓଟି ଦେଖି ଲାଇକ୍ ସେୟାର କରିବା ସହିତ କମେଣ୍ଟରେ କିଛି ଲେଖିକି ପଠାଇବେ।